ଜୀବନଟା ଏକ ବାଟବଣା ପକ୍ଷୀ। ଏଇ ଜୀବନଟା ବାଟବଣା ପକ୍ଷୀ। କେବେ ମିଳେ ଦୁଃଖ ତ କେବେ ମିଳେ ଶାନ୍ତି। ତଥାପି ସେ ଘୁରି ବୁଲେ ଆକାଶର ମଞ୍ଚରେ। ତଥାପି ସେ ଘୁରି ବୁଲେ ଆକାଶର ମଞ୍ଚରେ। ଦେଖୁଥାଏ ଦିବା ସ୍ୱପ୍ନ ମହାନନ୍ଦରେ। ଯେତେ ଆସୁ ଝଡ଼ଝଞ୍ଜା ସବୁ ଯାଏ ଏଡ଼ାଇ। ଯେତେ ଆସୁ ଝଡ଼ଝଞ୍ଜା ସବୁ ଯାଏ ଏଡ଼ାଇ। ପଡ଼ି ଉଠି ଭୂମିରୁ ସେ ପଡ଼ି ଉଠି ଭୂମିରୁ ସେ ପୁଣି ଉଠି ଉଡ଼ଇ ପୁଣି ଉଠି ଉଡ଼ଇ। କାହାକୁ ସେ ଡରେ ନାହିଁ କେହି ନୁହେଁ କାହାରି। କାହାକୁ ସେ ଡରେ ନାହିଁ କେହି ନୁହେଁ କାହାରି। ମନେ ମନେ କାନ୍ଦେ ହସେ ସବୁକୁ ସେ ସୁମରି ସବୁକୁ ସେ ସୁମରି। ମରୁ ମରୁ ଚିକା ପରି ଦିଶୁଥାଏ ଆଗକୁ। ମରୁ ମରୁ ଚିକା ପରି ଦିଶୁଥାଏ ଆଗକୁ। ଯେତେ ଦୂରେ ଉଡ଼ିଯାଏ ପୁଣି ଫେରେ ବସାକୁ ପୁଣି ଫେରେ ଭସାକୁ। ଜାଣିଛି ସେ ଜାଣିଅଛି ହାର ପରେ ଜିତଇ। ଜାଣିଛି ସେ ଜାଣିଅଛି ହାର ପରେ ଜିତଇ। ଦୁନିଆଟା ଅଟେ ଶତ୍ରୁ ମିତ୍ର ପୁଣି ଅଟଇ ମିତ୍ର ପୁଣି ଅଟଇ। ଜୀବନଟା ଏକ ବାଟବଣା ପକ୍ଷୀ। କେବେ ମିଳେ ଦୁଃଖ ତ କେବେ ମିଳେ ଶାନ୍ତି। এই କବିତାଟା ଜୀବନ ପକ୍ଷୀ ମୁଁ ନିଜେ ଲେଖିଛି। ଆପଣମାନଙ୍କୁ କିପରି ଲାଗିଲା ଏହି କବିତାଟା ମତାମତ ନିଶ୍ଚୟ ଦେବେ। ବନ୍ଧୁଗଣ, ଆମ ଜୀବନଟା ପକ୍ଷୀ ବହୁତ ଦୂରକୁ ଉଡ଼ୁଛି। ଉଡ଼ି କେବେ ଭୂମିରେ ସେ ପଡ଼ୁଛି ପୁଣି ଉଠି ଉପରକୁ ଉଡ଼ୁଛି ଏବଂ ଯେତେ ଦୂରକୁ ସେ ଯାଉନା କାହିଁକି ପୁଣି ସେ ନିଜର ବସାକୁ ଫେରି ଆସୁଛି। ଏବଂ ଜୀବନରେ ତ ହାର ଜିତ୍ ସବୁବେଳେ ଲାଗି ରହିଛି। ତାହାକୁ ଆମେ ଦୁଃଖରେ ଅତି ଦୁଃଖୀ ନ ହୋଇ ସୁଖରେ ଅତି ଖୁସି ନ ହୋଇ ଏ ଜୀବନକୁ ଆମେ ଜୀଇବା, ତାହେଲେ ଆମର ଜୀବନରେ ସୁଖ ମିଳିବ, ଶାନ୍ତି ମିଳିବ। ଜୀବନକୁ ଶାନ୍ତି ଦରକାର। ସବୁଠାରୁ ଉର୍ଦ୍ଧ୍ୱରେ ଶାନ୍ତି। ତ ଶାନ୍ତି କେତେବେଳେ ମିଳିବ? ଜୀବନକୁ ଆମେ ଏମିତି ଜୀଇବା, ନିଜକୁ ଆମେ ଏମିତି ତିଆରି କରିବା ଯେପରି ଅତି ଦୁଃଖିତ ନ ହୋଇ ଦୁଃଖରେ, ଅତି ଖୁସି ନାହିଁ ସୁଖରେ ଭାଙ୍ଗି ପଡ଼ିବାନି କେବେ। ହାର ପରେ ପୁଣି ଜିତ ଅଛି। ଯେ ଯଦି ହାରିଛି ନିଶ୍ଚୟ ଦିନେ ସେ ଯଦି ଚେଷ୍ଟା କରିବ ନିଶ୍ଚିତ ଭାବରେ ସେ ଜିତିବ। ହାର ପରେ ଜିତ ଅଛି। ଜିତିବାର ଯେ ହାରିବ ସେ ନିଶ୍ଚିତ ଜିତିବ। ଯେମିତିକି ଆମେ ସାଇକେଲ ଚଲାଇଲା ବେଳେ ଯେତେବେଳେ ପ୍ରଥମେ ଶିଖୁଥିଲା ସେତେବେଳେ କ'ଣ ହେଉଥିଲା, ପଡ଼ିଯାଉଥିଲେ। କେତେଥର ଆମେ ପଡ଼ିଛି, ହାତ ଗଣ୍ଠି ଭାଙ୍ଗିଛି, ତଥାପି ଆମେ ଚେଷ୍ଟା କରିଛି। ତ ଜୀବନରେ ଆମେ ସବୁବେଳେ ଚେଷ୍ଟା କରିବା, ଚେଷ୍ଟା ଜାରି ରଖିବା ଏବଂ ବିଫଳତା ହିଁ ସଫଳତାର କାରଣ। ଆପଣ ଯଦି ବିଫଳ ନ ହୋଇଛନ୍ତି କେବେ ଆପଣ ସଫଳ ହୋଇପାରିବେ ନାହିଁ। ତେଣୁକରି ଆମେ ଯେତେ ବିଫଳ ହେବ ସେତେ ଆମେ ଚେଷ୍ଟା କରିବା ଆହୁରି କିପରି ଭଲ ହେବ ସେହିପରି ଆମେ ଚେଷ୍ଟା କରିବା। ତ ଏଇ ଛୋଟିଆ କବିତା ଆପଣମାନଙ୍କୁ କେମିତି ଲାଗିଲା? ଜୀବନ ପକ୍ଷୀ ନିଶ୍ଚିତ ଭାବରେ ମତାମତ ଜଣାଇବେ। ନମସ୍କାର, ଧନ୍ୟବାଦ।